ଉଦ୍ଭିଦ ଜୀବନର ଭିତର କଥା ଅତ୍ୟାବଶ୍ୟକ ପ୍ରକ୍ରିୟା ସମୂହ। ଆପଣ ଜାଣନ୍ତି ଯେ ସମସ୍ତ ଜୀବନ୍ତ ପ୍ରାଣୀଙ୍କର କିଛି ଏପରି ଗୁଣ ବା ବୈଶିଷ୍ଟ୍ୟ ଥାଏ ଯାହା ସେମାନଙ୍କୁ ନିର୍ଜୀବ ବସ୍ତୁଠାରୁ ଅଲଗା କରିଥାଏ। ଜୀବନ୍ତ ପ୍ରାଣୀମାନେ ବୃଦ୍ଧି ପାଆନ୍ତି, ସେମାନଙ୍କର ଖାଦ୍ୟ ଓ ବାୟୁର ଆବଶ୍ୟକତା ଥାଏ। ସେମାନେ ଗତିଶୀଳ ହୁଅନ୍ତି, ଉଦ୍ଦୀପନା ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି, ବର୍ଜ୍ୟବସ୍ତୁ ନିଷ୍କାସନ କରନ୍ତି ଏବଂ ବଂଶ ବୃଦ୍ଧି ବା ପ୍ରଜନନ କରନ୍ତି। ସେମାନଙ୍କର ଏକ ଜୀବନ ଚକ୍ର ଥାଏ ଏବଂ ସାଧାରଣତଃ ସେମାନେ ଏକମାତ୍ର କୋଷରୁ ନିଜର ଜୀବନ ଆରମ୍ଭ କରନ୍ତି। କେତେକ ଜୀବ କେବଳ ଗୋଟିଏ କୋଷରେ ଗଠିତ ହୋଇଥାନ୍ତି। ଅନ୍ୟମାନେ ଯେପରିକି ଉଦ୍ଭିଦ ଏବଂ ପ୍ରାଣୀମାନେ ଅନେକ କୋଷକୁ ନେଇ ଗଠିତ। ଏହି ସଜୀବମାନଙ୍କ ମଧ୍ୟରେ ସଦୃଶ ବା ସମାନ କୋଷଗୁଡ଼ିକ ମିଶି ଟିସ୍ୟୁ ଗଠନ କରନ୍ତି। ଉଦ୍ଭିଦମାନଙ୍କ କ୍ଷେତ୍ରରେ ଟିସ୍ୟୁଗୁଡ଼ିକ ଏକତ୍ର କାର୍ଯ୍ୟ କରି ଟିସ୍ୟୁ ତନ୍ତ୍ର ଗଠନ କରନ୍ତି। ଏହି ଟିସ୍ୟୁ ତନ୍ତ୍ରଗୁଡ଼ିକ ଅଙ୍ଗ ସୃଷ୍ଟି କରନ୍ତି, ଯେପରିକି ପତ୍ର। ଜୀବକୁ ଜୀବିତ ରଖିବା ପାଇଁ ବିଭିନ୍ନ ଅଙ୍ଗଗୁଡ଼ିକ ଏକତ୍ର ହୋଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରନ୍ତି। ଏହି କାର୍ଯ୍ୟଗୁଡ଼ିକୁ ଜୈବିକ ପ୍ରକ୍ରିୟା କୁହାଯାଏ। କୋଷରୁ ଟିସ୍ୟୁ, ଟିସ୍ୟୁତନ୍ତ୍ର, ଅଙ୍ଗ, ଜୀବ ସମସ୍ତ ସଜୀବ ଶକ୍ତି ପାଇଁ ଖାଦ୍ୟ ଆବଶ୍ୟକ କରନ୍ତି। ଯେଉଁ ପ୍ରକ୍ରିୟା ଦ୍ୱାରା ଜୀବମାନେ ଖାଦ୍ୟ ଗ୍ରହଣ କରନ୍ତି ତାହାକୁ ପୋଷଣ କୁହାଯାଏ। କେତେକ ଜୀବ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି, ସେମାନଙ୍କୁ ସ୍ୱଭୋଜୀ କୁହାଯାଏ। ସବୁଜ ଉଦ୍ଭିଦମାନେ ହେଉଛନ୍ତି ସ୍ୱଭୋଜୀ ଏବଂ ସେମାନେ ଆଲୋକ ଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ଖାଦ୍ୟ ପ୍ରସ୍ତୁତ କରନ୍ତି। କେତେକ ଜୀବ ଖାଦ୍ୟ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତି, ସେମାନଙ୍କୁ ପରଭୋଜୀ କୁହାଯାଏ। ପ୍ରାଣୀମାନେ ହେଉଛନ୍ତି ପରଭୋଜୀ। ଖାଦ୍ୟ ଗ୍ରହଣ କରିବା ପରେ ଏହା ଶରୀରର ପ୍ରତ୍ୟେକ କୋଷରେ ପହଞ୍ଚିବା ଆବଶ୍ୟକ। ଖାଦ୍ୟ ସହିତ ଅମ୍ଳଜାନ ମଧ୍ୟ ଆବଶ୍ୟକତା ଥାଏ। ଶରୀରର ଚାରିପାଖେ ଖାଦ୍ୟ, ଜଳ ଏବଂ ଗ୍ୟାସ ସଞ୍ଚଳନ ବା ଗତିଶୀଳ ହେବା ପ୍ରକ୍ରିୟାକୁ ପରିବହନ କୁହାଯାଏ। ତାପରେ ଶକ୍ତି ମୁକ୍ତ କରିବା ପାଇଁ ଖାଦ୍ୟର ବିଘଟନ ଜରୁରୀ ଅଟେ। ଏହାକୁ ଶୋଷଣ କୁହାଯାଏ। ଅଧିକାଂଶ ଜୀବଙ୍କ କ୍ଷେତ୍ରରେ ଖାଦ୍ୟରେ ସଞ୍ଚିତ ହୋଇ ରହିଥିବା ଶକ୍ତିକୁ ମୁକ୍ତ କରିବା ପାଇଁ ଏହି ପଦକ୍ଷେପରେ ଅମ୍ଳଜାନ ବ୍ୟବହୃତ ହୁଏ। ଏହି ଅଧ୍ୟାୟରେ ଆମେ ଉଦ୍ଭିଦମାନେ କିପରି ଖାଦ୍ୟ ପାଆନ୍ତି, ଖାଦ୍ୟ ଓ ଜଳ ପରିବହନ କରନ୍ତି ଏବଂ ଶୋଷଣ କ୍ରିୟା କରନ୍ତି ସେ ବିଷୟରେ ସବିଶେଷ